9 ମାର୍ଚ୍ଚରୁ 15 ମାର୍ଚ୍ଚ 2026 ମେଷ ରାଶିଙ୍କର ସାପ୍ତାହିକ ରାଶିଫଳ। ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍ସାହ, ସାହସ ଏବଂ ନୂଆ ସୁଯୋଗ ନେଇ ଆସିପାରେ। ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ, ଅନେକ କାର୍ଯ୍ୟରେ ଆପଣ ନେତୃତ୍ୱ ଦେଖାଇବେ। ତ ଚାଲନ୍ତୁ ଆରମ୍ଭ କରିବା କାର୍ଯ୍ୟକ୍ଷେତ୍ର ବିଷୟରେ। ଏହି ସପ୍ତାହରେ ଆପଣଙ୍କର କାର୍ଯ୍ୟରେ ନୂଆ ଦାୟିତ୍ୱ ଆପଣଙ୍କୁ ମିଳିପାରେ। ଆପଣ ଦୃଢ଼ ନିଷ୍ପତ୍ତି ଏବଂ ବଡ଼ କାର୍ଯ୍ୟଶୈଳୀ ସଫଳତା ଆପଣଙ୍କ ପାଇଁ ଆଣିବ। ସହକର୍ମୀଙ୍କ ସହିତ ଅନାବଶ୍ୟକ ଟିକେ ତର୍କ ଏଡ଼ାଇଲେ ଆପଣଙ୍କ ପାଇଁ ଭଲ ରହିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ଆର୍ଥିକ ସ୍ଥିତି କିଭଳି ରହିବ। ଆପଣଙ୍କର ଆୟ ମଧ୍ୟମ ରହିବ, ଖର୍ଚ୍ଚ ମଧ୍ୟ ଆପଣଙ୍କର ନିୟନ୍ତ୍ରଣରେ ରହିପାରେ। ନୂଆ ନିବେଶ ଯେତେବେଳେ କରିବେ ନା, କରିବା ପୂର୍ବରୁ ଆପଣଙ୍କୁ ଟିକେ ଭଲ ଭାବେ ଭାବିକି ନିଷ୍ପତ୍ତି ନିଅନ୍ତୁ। ଏହି ସପ୍ତାହରେ ଆପଣଙ୍କର ପୁରୁଣା ଧନ ଆପଣଙ୍କର ମିଳିବାର ସମ୍ଭାବନା ମଧ୍ୟ ରହିଛି। ତାହେଲେ ବର୍ତ୍ତମାନ ଆସନ୍ତୁ ଜାଣିବା ପରିବାର ଆଉ ସମ୍ପର୍କ ବିଷୟରେ। ଆପଣଙ୍କର ପରିବାର ସହ ଅଧିକ ସମୟ ଆପଣ ବ୍ୟତୀତ କରିବାର ଆବଶ୍ୟକ ରହିଛି ଏ ସପ୍ତାହ। ହଁ, ମନେ ରଖନ୍ତୁ, ଛୋଟ ଭୁଲ ବୁଝାମଣାକୁ ବଡ଼ କରିବାଟା ଆପଣଙ୍କ ପାଇଁ ଠିକ ହବ ନାହିଁ। ବଡ଼ମାନଙ୍କର ଆଶୀର୍ବାଦ ଆପଣଙ୍କ କାର୍ଯ୍ୟକୁ ସଫଳ କରିପାରେ। ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରେମ ଜୀବନ ବିଷୟରେ। ଯେମିତିକି ପ୍ରେମ ସମ୍ପର୍କରେ ଆପଣଙ୍କର ଭାବନା ଏବଂ ଆକର୍ଷଣ ବଢ଼ିପାରେ। ବଡ଼ ନିଷ୍ପତ୍ତି ନେବା ଅପେକ୍ଷା ଧୈର୍ଯ୍ୟ ରଖିବା ଆପଣଙ୍କ ପାଇଁ ଭଲ ରହିବ। ସତ୍ୟ, ଭରସା ଆପଣଙ୍କ ସମ୍ପର୍କକୁ ନା ଆହୁରି ଶକ୍ତି କରିଦେବ। ଯେଉଁମାନେ ସିଙ୍ଗିଲ ଅଛନ୍ତି ସେମାନଙ୍କ ପାଇଁ ପୁରୁଣା ପରିଚୟ ପୁଣି ଥରେ ଆଉ ଥରେ ଗଢ଼ି ଉଠିବ, ପୁନଃ ସମ୍ପର୍କ ହେଇପାରେ। ବର୍ତ୍ତମାନ ଚାଲନ୍ତୁ ଜାଣିବା ଶିକ୍ଷା କ୍ଷେତ୍ରରେ କ'ଣ ଅଛି। ଛାତ୍ରଛାତ୍ରୀମାନେ ଯଦି ଧ୍ୟାନ ଦେଇ ପାଠ ପଢ଼ିବେ ତେବେ ନିଶ୍ଚିତ ଭଲ ଫଳ ପାଇପାରନ୍ତି। ପ୍ରତିଯୋଗିତା କିମ୍ବା ସରକାରୀ ପରୀକ୍ଷା ପାଇଁ ଆପଣଙ୍କର ସମୟ ଭଲ ରହିବ। ଏଥର ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଷୟରେ। ଯେମିତିକି ଆପଣଙ୍କର ମୁଣ୍ଡ ବିନ୍ଧା ହେବା କିମ୍ବା ରକ୍ତଚାପ ସମସ୍ୟା ଟିକେ ଆପଣ ଅନୁଭବ କରିପାରନ୍ତି। ଆପଣଙ୍କୁ ନିଜର ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଆପଣ ଯେତେ ପାରୁଛନ୍ତି ଟିକେ ବିଶ୍ରାମ ନିଅନ୍ତୁ, ଆପଣଙ୍କ ପାଇଁ ଭଲ ରହିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କର ଯାତ୍ରା ସମ୍ପର୍କିତ। ଆପଣଙ୍କର ଯେକୌଣସି ଗୋଟେ ଛୋଟ ଯାତ୍ରା ଆପଣଙ୍କର ହେଇପାରେ, ଯାହାକି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣ ଯଦି ଗାଡ଼ି ଚଲାଉଛନ୍ତି ତାହେଲେ ଟିକେ ମନେ ରଖିବେ, ଏ ସପ୍ତାହ ଗାଡ଼ି ଚଲାଇବା ସମୟରେ ଟିକେ ନିଜ ପ୍ରତି ଟିକେ ସାବଧାନ ରହିବା ଆବଶ୍ୟକ। ବର୍ତ୍ତମାନ ଆସନ୍ତୁ ଜାଣିବା ବ୍ୟବସାୟ କିଭଳି ରହିବ। ଯେମିତିକି ବ୍ୟବସାୟରେ ଆପଣ ନୂଆ ଚୁକ୍ତି ବା ଆପଣଙ୍କର ସହଯୋଗ ହେବାର ସମ୍ଭାବନା ରହିଛି। ଧୈର୍ଯ୍ୟ ଏବଂ ବିଚାର କରି ଆପଣ ଯଦି ଆଗକୁ ବଢ଼ିବେ ତାହେଲେ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ। ସପ୍ତାହ ଶେଷରେ ନୂଆ ଉତ୍ସାହ, ଆତ୍ମବିଶ୍ୱାସ ଅନୁଭବ କରିବେ। ଆପଣଙ୍କର ଅଟକିଥିବା କାର୍ଯ୍ୟ ସମାପ୍ତ କରିବାର ଆପଣଙ୍କୁ ଶକ୍ତି ମଧ୍ୟ ମିଳିପାରେ। ଏ ସପ୍ତାହରେ ଶୁଭ ଦିନ ଗୁଡ଼ିକ ହେଉଛି ଆପଣଙ୍କର ମଙ୍ଗଳବାର ଏବଂ ଶୁକ୍ରବାର। ଶୁଭ ରଙ୍ଗ ଆପଣଙ୍କ ପାଇଁ ରହିବ ଲାଲ ଏବଂ କେଶରୀ। ଶୁଭ ସଂଖ୍ୟା ହେଉଛି ଆପଣଙ୍କର 1 ଆଉ 9। ଯଦି ପ୍ରଥମ ଥର ଆପଣ ଆମ ୟୁଟ୍ୟୁବରେ ଭିଡ଼ିଓ ଦେଖୁଛନ୍ତି, ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଫେସବୁକରେ ଦେଖୁଛନ୍ତି, ପେଜକୁ ଆମର ଫଲୋ କରିବେ, କାରଣ ଆପଣଙ୍କୁ ଆମ ଚ୍ୟାନେଲ ହଉ କିମ୍ବା ଆମ ଏ ପେଜ ହଉ, ଏଥିରେ ଆପଣଙ୍କୁ ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ, ଆଷ୍ଟ୍ରୋଲୋଜି ରିଲେଟେଡ୍ ଆପଣଙ୍କୁ ବହୁତ ସାରା ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିବାକୁ ମିଳିବ।